जय जगन्नाथ ओडिपिक चैनल नूतन एपिसोड आपण मानक स्वागत। आज अध्याय आम जाना मीन शनि परिणाम विषय। आम सहित अच्छा श्रीजुत पंडित रविनारायण महापात्र सार। पूर्व एपिसोड परी आज एपिसोड आम जाना मीन शनि प्रभाव क्यों 2.5 वर्ष अच्छी से कि प्रकार फल देव ओडिशा और भारत प्रति तार कौन प्रभाव रही किछि रोचक तथ्य पंडित श्रीजुत रविनारायण महापात्र सार आमको जणाइबे। हुए तो आपण मानकु अविश्वास लगी पारे किंतु यह तांकर दैवीवाणी बोली से जणाइले। हाँ आज्ञा सबु से महाप्रभु की इच्छा। आसंतु आमे तांकठारु भविष्यतर रोचक तथ्य विषय जानिबा। चैनल को लाइक शेयर सब्सक्राइब करने को जमा भूलिए ना। जय जगन्नाथ। वीडियोटी शेष पर्यंत देखी मतामत देवा को जमा भूलिए ना। ओम गणनायको विघ्नहरो हेरम्बो पार्वती सुत पर्वताधिनिवासी च गोवर्धन धर गुरु। ओम गोवर्धन पति शांत गोवर्धन विहारकम गोवर्धन गीतगते गर्भाख्यो अक्षर गर्भाख्यो गोक्षरम। अर्थ होची महाप्रभु मु जो श्लोकटी गाइली तार अर्थ होची आपणकर जो गणेशंकर स्तोत्रटी गाइली माने गणनायक विघ्नहर हेरम्ब से पार्वती सुत माने पर्वतादि निवासी गोवर्धन धर गुरु विघ्ननाशक पुणी गोवर्धन पति पुणी शांति पुणी गोवर्धन विहारक गोवर्धन गति गति गवाक्ष गोमुख्य क्षण गौती नेर्ति गतित्वा गीतागम गतिपुरम गवाम यज्ञ ने भी यज्ञ यज्ञ रूप धुक। आम जो पूजा करुचे आग गणपति की डाकुचे ना आज्ञा आज्ञा तेणु से यज्ञ प्रिय से यज्ञ हर्ता से यज्ञ गमम से यदुर्गति से यज्ञाज्ञ से यज्ञ प्राप्य सी विवत्सर से दिगंबरंक पुओ पार्वती मनुजात संतानाकृत यज्ञ गुह यज्ञतीत यदुप्रिय मनु मनुत्व रूपी मनंतर विहारक विघ्न विनायक मातृप्रिय मनुवंशधारी से मध्य माधव मा पति मायाप्रिय मायानायक गणनायक माया विगामी मायाक्ष महामाया परपद महाविघ्ननाशन विघ्नेश्वराय महामायाप्रद मयानंद महेश्वर से मध्य विद्या धारण कर कवि गणेश को धारण कले तो महा महा गप हो गीत हो ज्ञान हो माने करण कारण माने कर्ता कार्य कर्म क्रिया मति कार्यतीत गनाथ सबु करि परिबो किंतु गोटे जिन होची कौन आंकर होची जगन्नाथ गुणाकार बुझिले कि आज्ञा आज्ञा। तेणु मोर कहया कथा जो मैंने अच्छा भक्त आपण देखंतु दिन पर दिन आसी मास पर मास आसी वर्ष पर वर्ष आसी जुग पर जुग आसी सब गतिशील चली कहांकर निर्देश रे नियतिर निर्देश रे यही होची धराबंधा दुनियार जन्म मृत्युर रहस्य चक्रर एकमात्र सत्य
ତେଣୁ ଆମେ ନିଜକୁ ନିଜେ ସମୀକ୍ଷା କରି ଆମର ଗତି କୁଆଡେ, ଏ ଯୋଉ ମଣିଷ ଜ୍ଞାନପୂର୍ଣ୍ଣ ଜୀବ ଏ କାଳଚକ୍ରରେ ସେ କଣ କରୁଛି, ନିଜକୁ ମାପୁନି କିନ୍ତୁ ସମୁଦ୍ରକୁ ମାପିବାକୁ ଚେଷ୍ଟା କରୁଛି, ଆକାଶକୁ ମାପୁନି ପବନକୁ ଧରିବାକୁ ଚେଷ୍ଟା କରୁଛି, ଅଗ୍ନି ବିଷୟରେ ଜାଣିନି ଅଗ୍ନି ପକେଟରେ ପୁରେଇବାକୁ ଚେଷ୍ଟା କରୁଛି, ପୃଥିବୀ କି ମାନୁନି ପୃଥିବୀ କି ମାପିବାକୁ ଚେଷ୍ଟା କରୁଛି। ତେଣୁ ଗୋଟିଏ କଥା ହଉଛି କଣ, ରାତ୍ରି ଚାଲିଛି କାଳଚକ୍ର ଚାଲିଛି, ଗୋଟେ ଆମର କଥାରେ ଅଛି ମନର ମୂଳେ ଏ ଜଗତ, ଏ ମିଛ ନା ସତ ଆଜ୍ଞା? ସତ ଆଜ୍ଞା। ତେଣୁ ପ୍ରାଣୀ ହୁଅନ୍ତି ଆତଜାତ, ତା ମନ ଯେଉଁ ଆଡେ ଗତି କରୁଛି ସେ ସେଇଆଡେ ଯାଉଛି। ରାତି ତାକୁ ପାପ ରାସ୍ତାରେ ନଉଛି, ପୁଣ୍ୟ ରାସ୍ତାରେ ଯାଉନି। ତେଣୁ ରାସ୍ତା ପ୍ରଥମେ ନିଜକୁ ବାଛିବାକୁ ପଡିବ, କାରଣ ଯିଏ ଦି ନାବରେ ଗୋଡ ଦଉଛି ତା ପ୍ରାଣ କେତେବେଳେ ଚାଲିଯିବ ସେ କହିପାରିବ ନାହିଁ। ତେଣୁ ମୋର କହିବା କଥା, ଯୋଉ ଭକ୍ତମାନେ ଅଛନ୍ତି ନିଜ ମନକୁ ଅତିରଞ୍ଜିତ କରନ୍ତୁ ନାହିଁ, ସବୁବେଳେ ମନକୁ ଆୟତରେ ରଖନ୍ତୁ, ନଚେତ ଅସୁବିଧାର ସମ୍ମୁଖୀନ ତୁମ ବି କରିବାକୁ ପଡିବ। ଗୋଟିଏ ସାଧୁ ବା ସନ୍ଥ, ଗୋଟିଏ ମନୁଷ୍ୟ ଯେତେବେଳେ ତାର ଘର ଦ୍ୱାର ନାହିଁ, ଭଙ୍ଗା ଘରେ ପଡିଛି, ଭଙ୍ଗା ଘରେ ରହୁଛି, ଗୋଟେ ଅରଣ୍ୟକୁ ଯାଉଛି ବା ଗୋଟେ ଗଛ ମୂଳେ ବସୁଛି କି ଗୋଟେ ସଂସାରରେ ବସୁଛି, ସେଠି ସେ ପରମାତ୍ମାକୁ ଚିନ୍ତନ କରୁଛି, ସିଏ ତା ଦ୍ଵାରା କଣ ହଉଛି, ସମାଜର ମଙ୍ଗଳ ହଉଛି, ଦେଶର ମଙ୍ଗଳିତ ସେ କରୁଛି। କିନ୍ତୁ ସେଇ ସାଧକ ବହୁତ କଷ୍ଟ ସହୁଛି, ନିର୍ଯାତନାର ଶିକାର ହଉଛି, ବେଳାଏ ଖାଇଲେ ବେଳାଏ ଖାଉନାହିଁ, ସମସ୍ତଙ୍କ ଖୁଣ୍ଟା ସହୁଛି। ତେଣୁ ମୋର କହିବା କଥା, ଏବେ ଯୋଉ ସମୟ ଆସୁଛି ବା ଶନିର ଯୋଉ ଦଶା ଚାଲିଛି ସେଠି ବିଶୃଙ୍ଖଳା ଭାବ କରନ୍ତୁ ନାହିଁ, ବିଶୃଙ୍ଖଳା ଶୃଙ୍ଖଳା ଆଣନ୍ତୁ। ହାତର ଘାଟରେ, ବାଟରେ, ଦୋକାନରେ, ଯେତେ ଜାଗା ଆପଣ ଦେଖିବେ ସେଠି ଆଲୋଚନା ଚାଲିଛି ଖାଲି ବିଶୃଙ୍ଖଳା ଘଟେଇବା ପାଇଁ। ଲୋକ ଖାଲି କିଏ କୋଉଠି କଣ ଖରାପ କାମକୁ ତାକୁ ଦେଖୁଛନ୍ତି, ଭଲ କାମକୁ ଦେଖୁନାହାନ୍ତି। ତେଣୁ ଭାଇ ଭାଇର, ପୁଅ ବୋହୁର କଥା ହଉଛନ୍ତି, ଶିଷ୍ୟ ଭିତରେ ଶିଷ୍ୟର କଥା ହଉଛି, ବନ୍ଧୁ ଭିତରେ ବନ୍ଧୁର ଅମଙ୍ଗଳ କରୁଛି, ବିଶୃଙ୍ଖଳା ଚାଲିଛି ଆଜ୍ଞା। ତେଣୁ ମୋର କହିବା କଥା, ଆମେ ଏତେ ବିଶୃଙ୍ଖଳା ହେଲେ ଆମର କଣ ହବ? ଆମର ଗୋଟିଏ ଅଚ୍ୟୁତ ଗୋଟେ ଗୀତ ଲେଖିଥିଲେ ଆଜ୍ଞା, ବୁଝିଲେ ଆଜ୍ଞା? ଆଜ୍ଞା। ଇଏ ମନ ସିନା ଚତୁର୍ଦ୍ଧା ମୂରତିରେ ମୂଢମତି, ଆପଣ ଶୁଣିଥିବେ। ଆଜ୍ଞା। ତେଣୁ ତାର ଅର୍ଥ ଯତୁର ଲେଖିଥିଲେ, ହେ ମୂଢବତୀ, ଏ ମନଟା ହଉଛି ଚତୁର୍ଦ୍ଧା ମୂର୍ତ୍ତି, ଚତୁର୍ଦ୍ଧା ଜଗନ୍ନାଥ ବା କୃଷ୍ଣ। ତେଣୁ ଶଙ୍ଖଚକ୍ର ଗଦାଧାରୀ ପଦଧାରୀ ଶ୍ରୀ ନାରାୟଣଙ୍କର ଦିବ୍ୟ ସ୍ୱରୂପ ମନ ଅଟେ। ଚୈତନ୍ୟ ଆକାରରେ ମନ କହୁଛି, ହେ ଚୈତନ୍ୟ, ତୁ ହେତୁରେ ବ୍ରହ୍ମକୁ ଦେଖୁଥା, ଏହି ତତ୍ତ୍ୱ ତତେ ସବୁଥିରୁ ଉଦ୍ଧାର କରିବ। କେବଳ ତୋତେ ସମନ ବା ଯମଦଣ୍ଡ ଲାଗିବ ନାହିଁ, ତୁ ଏ ରାତିରେ ପଅସନା। ଏଇ ଯୋଉ କାଳ ରାତ୍ରି ଆସୁଛି, ସନକାଦି ମୁନି ମାନେ ଏଇ ମନକୁ ଚତୁର୍ଦ୍ଧା ମୂର୍ତ୍ତି ରୂପେ ଧାରଣ କରିଥିଲେ। କୂପ, ତଡାଗ, ଦେଉଳ, ଧର୍ମଶାଳା ତୋଳିବା କୋଉଠି ଆବଶ୍ୟକ ନାହିଁ, ଯେ ୟାକୁ କଲେ ମୋ ଧର୍ମ ହବ, ଦିଅ ସ୍ଥାପନା କଲେ ଧର୍ମ ହବ। ବା ତମେ ବୃନ୍ଦାବନ ଯାଅ, ଗୋପ ଯାଅ, ଶ୍ରୀକ୍ଷେତ୍ର ଯାଅ, ପ୍ରୟାଗ ଯାଅ, ଗୋମତୀ ଯାଅ, ଯାହା ବି ଯାଅ, ଯୋଉଠିକି ଯାଅ, କିନ୍ତୁ ଯେତେବେଳେ ତୁମର ମନ ସ୍ଥିର ନାହିଁ, ତୁମେ ନିର୍ମଳ ରଖୁନା ମନକୁ, ତେଣୁ ଏ ମନ ଚତୁର୍ଦ୍ଧା ମୂର୍ତ୍ତି ତମର ହେଇପାରିବ ନାହିଁ। ତେଣୁ ଜ୍ଞାନ ହୃଦୟରେ ଧର ବା ନ ଧର, ଜଟା କପୁନି ଧାରଣ କର ବା ନ କର, ଚନ୍ଦନ ବା ସିନ୍ଦୁର ମୁଣ୍ଡରେ ଲଗା ବା ଲଗାଅ, ଗଙ୍ଗା କୂଳରେ ବି ସଦ୍ଗତି ମିଳିବ ନାହିଁ, ରେ ମୂଢମତି ଅଚ୍ୟୁତ କହିଥିଲେ। ତେଣୁ ଏଇ ମନକୁ ପରମାତ୍ମାକୁ ପାଖରେ ବାନ୍ଧି ରଖ, ତୁମେ ସୁଖୀ ରହିବ, ତୁମେ ଅନ୍ୟକୁ ସୁଖେ ରଖିପାରିବ। ତେଣୁ
ମନକୁ ସବୁବେଳେ ନିଜ ଆୟତ୍ତରେ ରଖ। ତେଣୁ ଆମେ ଯଦି ମନକୁ ନିଜ ଆୟତ୍ତରେ ନ ରଖିବା, ଅନ୍ୟର ସମାଲୋଚନା କରିବା, ଅନ୍ୟକୁ ଇଏ କରିବା, ନିଜେ ଆମର ନିଜ ନିଜ ନିଜକୁ ମାନେ ଉଚ୍ଚ ଯୋନିରୁ ନିଚ ଯୋନିକୁ ପଳେଇବା। ତେଣୁ ଆମେ କାହିଁକି ଏ କାମ କରିବା, କଣ ପାଇଁ କରିବା? କାହିଁକି ନା ବର୍ତ୍ତମାନ ଆପଣଙ୍କ ମୀନ ଶନି, ବୁଝିଲେ ଆଜ୍ଞା, ଆଜ୍ଞା 2.5 ବର୍ଷ ଉତ୍ପାତ କରିବ ସେ। ତେଣୁ 26 ଅଙ୍କକୁ ଅନା ବୋଲି ଅଚ୍ୟୁତ କହିଛନ୍ତି, ଶ୍ମଶାନ ପରାଏ ଏସାର ସଂସାର ଉଚ୍ଛନ ହୋଇବ ସିନା, 2.5 ବର୍ଷ ଅତି ଉତ୍ପାତ 26 ଅଙ୍କକୁ ଅନା, ଅଚ୍ୟୁତ କହିଛନ୍ତି। ମିନେଶନି 2.5 ବର୍ଷ ଯେଉଁ ଅଛି ସେତେ 26 ଅଙ୍କ ଚାଲିବ, ସଂସାର ଭଳି ଏ ସାରା ସଂସାର ଉଚ୍ଛନ ହୋଇଯିବ। ସେଇ ସମୟରେ ତ ମନକୁ ଚତୁର୍ଦ୍ଧାବତୀ ନ ଲଗେଇବ, ଆମର ଗୋଟେ ଗୁପ୍ତ ଗଂଶ ନେମାଳ ବଟରେ ଅଛି, ସେ ସେତେବେଳେ ବାହାର ହବ ଯେ 26 ମସିହାରେ। କଳ୍କି ନିଜେ ଆସିବେ, ସେ ଯିଏ 27-26ରେ ଯିବେ ଫେରି ଆସିବେ, ଦେଖାଦବନି 27ରେ ବାହାର କରିବେ। ସେତିବେଳେ ଅଚ୍ୟୁତଙ୍କର ଗୋଟେ ମାଳିକା ବାହାରିବ, ସେଇ ସମୟରେ ନେମାଳରୁ ଗୁପ୍ତ ଗ୍ରନ୍ଥ ବାହାରିବ। ମହାପ୍ରଭୁ କଳିଙ୍କ ନାମକର ମନ୍ତ୍ର ପ୍ରକାଶ ପାଇବ। ରାମ ନାମ ନଗ୍ରେ ନଗ୍ରେ ଜାଗି ହୋଇଯିବ। ସେଇ ସମୟରେ ମହାପ୍ରଭୁ ପୂର୍ଣ୍ଣ ଲୀଳା ବଟ ଠାରେ ଭକ୍ତମାନଙ୍କୁ ଦର୍ଶନ ଦେବେ। ନେମାଳ ବଟର ଯୋଉ ଲୀଳା ଅଛି, ବଟଠାରେ ଭକ୍ତମାନେ ପ୍ରଭୁକୁ ଦର୍ଶନ କରି କୃତ୍ୟ ହୋଇଯିବେ, ଆନନ୍ଦିତ ହୋଇଯିବେ। ଯୋଉ ଭକ୍ତଙ୍କ ଦେହରେ ରୋଗବାଦୀ ଥିବ, ପ୍ରଭୁଙ୍କ ଦର୍ଶନରେ ପ୍ରଭୁଙ୍କ ସ୍ପର୍ଶରେ ସବୁ ସେଠି ନିର୍ମଳ ହୋଇଯିବ। ଭକ୍ତ ଦେହରେ ଯେମିତି ତପସ୍ୟା କରି କରି ଆପଣଙ୍କର ବୃକାସୁର ନିଜ ଶରୀରରୁ ମାଂସ କାଟି ଯଜ୍ଞ କରି ପ୍ରଭୁଙ୍କୁ ପାଇଲା ନାହିଁ, ମୁଣ୍ଡ କାଟିବାକୁ ପଡିଛି। ଶିବ ବାହାରି ପଡିଲେ ପାର୍ବତୀ ଘିନି, ବାହାରିକିରି କହିଲେ କି ବର ମାରୁଛୁ ମାଗ, ନା ପ୍ରଭୁ ଶିବଙ୍କ ଦର୍ଶନରେ ତା ଦେହରେ ମାଂସ ଲାଗିଗଲା, ସୁନ୍ଦର ଚେହେରା ହେଇଗଲା। ସେଇଭଳି ସିଏ କଣ କଲା, ପ୍ରଭୁ ମୁଁ ଯୋଉ ବର ମାଗି ମତେ ଦିଅନ୍ତୁ। ନା ହଁ ଦେବି, ନା ମୁଁ ଯାହା ମୁଣ୍ଡରେ ହାତ ରଖି ସେ ଭସ୍ମ ହେଇଯାଉ। ପ୍ରଭୁ କହିଲେ ତଥାସ୍ତୁ, ବାହାରିଲେ। ସେ ଚିନ୍ତା କଲା, ଏ ପ୍ରଭୁ ତ ଗୋଟେ ସୁନ୍ଦର ଝିଅଟେ ସାଙ୍ଗରେ ଆଣିଛି, ପାର୍ବତୀ ଦେଖିଲା, ଆକୁ ଯେ ଧରିବି, ଆଉ ଆକୁ ଆମୁଟେ ହାତୁ ଗୋଡିଲା। ତେଣୁ ଏଇ ଯୋଉ ଭକ୍ତ ରାତିରେ ଚାଲିଛନ୍ତି, ସେଠି ଭକ୍ତ ମାନଙ୍କୁ ପ୍ରଭୁ ଦର୍ଶନ ଦେବେ, କୃତ୍ୟକୃତ ହେଇଯିବେ। ସେଇ ଭାବ ତମ ମନରେ ଥିବ, ଏଇ ନାରୀ ମାୟା ବଢି ପାଣି ଥବ, ତାପରେ ଏହା ଦର୍ଶନର କିଛି ଆଉ କୃତ୍ୟକୃତ ହେଇପାରିବନି, ଆନନ୍ଦିତ ହେଇପାରିବନି ଆଜ୍ଞା। ତେଣୁ ଆଉ ଗୋଟେ କଥା, ଦିବସ 6-7 ଅଙ୍କ ଗୋଟେ ଅଛି, ସଦ୍ଗୁରୁ ସୂଚିତ କରିଛନ୍ତି। ଭକ୍ତମାନେ ଏହାର ପ୍ରମାଣ ପାଇଯିବେ 6-7 ଅଙ୍କରେ। ମାନେ 2026 ମସିହା ସେ 6-7 ଅଙ୍କ ଲୀଳାବଟ ଠାରେ ଆରମ୍ଭ ପ୍ରକାଶ ହେଇବ। 64 ଅଙ୍କେ ବାବୁ ପ୍ରମାଣ ପାଇବ। ଏଇଭଳି ଲୀଳା ଧରିତ୍ରୀ ଲାଗିଥିବ, ସେଇ ସମୟରେ ହୀରାକୁଦୁ ବନ୍ଧ ଭାଙ୍ଗିଯିବ। 26 ଠାବରେ ହୀରାକୁଦୁ ଉଛୁଳିବ, ଓଡିଶା ଅର୍ଦ୍ଧମଗ୍ନ ଜଳମଗ୍ନ ହବ। କିଏ ଅଚ୍ୟୁତ କହିଛନ୍ତି? ଆଜ୍ଞା ଅଧା ଓଡିଶାର ଜଳମଗ୍ନ ହୋଇଯିବ। ହୀରାକୁଦୁ ବନ୍ଧ ଭାଙ୍ଗିଲେ ବୁର୍ଲା, ସମ୍ବଲପୁର, ରେଢାଖୋଲ, ଅନୁଗୁଳ, ଢେଙ୍କାନାଳ, ଆଠଗଡ, ବାଙ୍କୀ, ଖୋର୍ଦ୍ଧା, ଯାଜପୁର, କଟକ, ଚୌଦ୍ୱାର, ଜଗତସିଂହପୁର, ନିଆଳି, କାକଟପୁର, ଅସରଙ୍ଗ, ପୁରୀ ଜିଲ୍ଲାର କିଛି ଅଂଶ ଜଳମଗ୍ନ ହୋଇଯିବ। କଟକ ସହର ସମ୍ପୂର୍ଣ୍ଣ ଧ୍ୱଂସ ପାଇଯିବ। ପଥର ବନ୍ଧ ଫାଟି ପଡିବ, କଟକ ସହରରେ ପାଣି ପଶିବ, ଲୋକ ଶହ ଶହ ମୁଡ ଭାସିବ। ଏହିପରି ସ୍ଥାନ ଜଳମଗ୍ନ କରେଇ ହୀରାକୁଦୁ ସମୁଦ୍ରରେ ଯାଇ ମିଶିବ। ସେଇ ସମୟରେ ସମୁଦ୍ରରୁ ଚିତ୍ତଳ ମାଛ ଓ ବଉଳା କୁମ୍ଭୀର ସମୁଦ୍ର ଭିତରୁ ଆସିବେ ବୋଲିକିରି ଅଚ୍ୟୁତାନନ୍ଦ ଲେଖିଛନ୍ତି। ଶାରଦା ଦର୍ଶନ ସାରି ଛତିଆ ବଟରେ ଆସି ପହଞ୍ଚିବେ। ବଉଳା କୁମ୍ଭୀର ଫେରିଯିବ, ମାତ୍ର ଚିତଳ ମାଛ ଫେରି ପାରିବ ନାହିଁ। ଜଳ କମିଯିବ କାରଣରୁ ଚିତଳ ମାଛ ଛତିଆ ବଟରେ ରହିଯିବ। ଭକ୍ତମାନେ ଚିତଳ ମାଛକୁ ଅସ୍ଥିକୁ ନେଇ କବାଟ ନିର୍ମାଣ କରିବେ। ଏ କଥା ଯୁଗକୁ ଯୁଗ ରହିଯିବ।
ତେଣୁ ମନରେ ପ୍ରଶ୍ନ ଉଠୁଛି ହୀରାକୁଦ ବନ୍ଧ 26 ଅଙ୍କରେ କେଉଁ ସମୟରେ ଭାଙ୍ଗିବ? ଏହା ବିଜ୍ଞାନ ଅନୁସାରେ ସତ ନା ମନୁଷ୍ୟକୃତ ସତ ନା ଅଚ୍ୟୁତାନନ୍ଦ ସତ? ଆଜ୍ଞା ଦେଖନ୍ତୁ, ହୁଁ ଚନ୍ଦ୍ରମା ହଉଛି ଜଳର କାରକ ଅଟନ୍ତି, ଇନ୍ଦ୍ର ବର୍ଷାର କାରକ ଅଟନ୍ତି। 2026 ଅଙ୍କରେ 1 ଆସୁଛି। 1 ଅଙ୍କର ଅର୍ଥ 4 ଅଙ୍କ ସହିତ ପୂର୍ଣ୍ଣ ସମ୍ପର୍କ ରହିଛି। 1 ଅଙ୍କର ସ୍ୱାମୀ ହଉଛନ୍ତି ସୂର୍ଯ୍ୟ, 4 ଅଙ୍କର ସ୍ୱାମୀ ହଉଛି ଇନ୍ଦ୍ର। ବୁଝଉଛି ମୁଁ ଆପଣଙ୍କୁ। ଆଜ୍ଞା ଜଣେ ଧର୍ମର ପ୍ରତୀକ, ଅନ୍ୟ ଜଣେ ସ୍ୱର୍ଗାଧିଧାରୀଙ୍କ ପ୍ରତୀକ। ଉଭୟଙ୍କ ଭିତରେ ମିତ୍ରତା ରହିଅଛି। ତେବେ ଏଥିରୁ ଏହା ହିଁ ମିଳୁଛି ଯେ ଚନ୍ଦ୍ରମକା କାଳରେ ହୀରାକୁଦ ହିଁ ଭାଙ୍ଗିବ। ଚନ୍ଦ୍ରମା କାଳ ଜୁନ 20ରୁ ଜୁଲାଇ 27 ତାରିଖ ମଧ୍ୟରେ ପଡିବ 2026ରେ। ମନେ ରଖିଥାନ୍ତୁ, ଜୁନ 20ରୁ ଜୁଲାଇ 27 ଭିତରେ ପଡିବ। ମିଥୁନ କର୍କଟ ମାସ ବା ଆଷାଢ ଶ୍ରାବଣ ମାସ ବାର ହିସାବରେ ଚନ୍ଦ୍ରମକା ବାର ସୋମବାର ହୋଇଥିବ। ହିସାବରେ ଚନ୍ଦ୍ର ଇନ୍ଦ୍ରଙ୍କ ତାରିଖ ଯଥା 2, 4, 7, 11, 13 ଚନ୍ଦ୍ରଙ୍କ ତାରିଖ ଯୋଉଗୁଡାକ ଅଛି କହିଯାଉଛି। ଆଜ୍ଞା 29, 31 କିମ୍ବା 1, 10, 19, 28 ଏଇ ତାରିଖରେ ଘଟିବ। ଏଥିପାଇଁ ମୁଖ୍ୟ ରୂପରେ ଦାୟୀ ହେବ କର୍କଟ ଲଗ୍ନ, ଯିଏକି ଚନ୍ଦ୍ରମାର ଲଗ୍ନ ଅଟେ। ବୁଝିପାରିଲେ? ଜୁନ 20ରୁ ଜୁଲାଇ 27 ତାରିଖ ମଧ୍ୟରେ ମିଥୁନ ଏବଂ କର୍କଟ ରାଶିରେ ସୂର୍ଯ୍ୟ ରହିଥାନ୍ତି। ତେଣୁ ଜୁନ ମାସ ପ୍ରଥମ ଲଗ୍ନ ମିଥୁନ ଲଗ୍ନ ଅଟେ। ଏହା ଜୁଲାଇ ମାସରେ ପ୍ରଥମ ଲଗ୍ନ କର୍କଟ ଲଗ୍ନ ଅଟେ। ତେଣୁ ଏଥିରୁ ସାରାଂଶ ମିଳୁଛି, ସଂସାର ସକାଳ 6ଟାରୁ ଦିନ 10ଟା ଭିତରେ ହିଁ ହୀରାକୁଦ ବନ୍ଧ ଭାଙ୍ଗିବ। ଏବଂ 27 ଅଙ୍କରେ କଟକ ସହରରେ ଲୁହାର ମହି ବୁଲୁଥିବ। ଏହି ମାସରେ ନିର୍ଦ୍ଧାରଣ ଜ୍ୟୋତିଷ ଅଙ୍କ ଏବଂ ଅଧ୍ୟାତ୍ମ ବିଜ୍ଞାନ ଦ୍ୱାରା ନିଶ୍ଚୟ ହୋଇଛି ହୀରାକୁଦ ଭାଙ୍ଗିବାର ଟିପ୍ପଣୀ। ବୁଝିଲେ ଆଜ୍ଞା? ଆଜ୍ଞା। ତେଣୁ ମୁଁ ଏତିକି କହି ରହୁଛି। ହରିଓମ ତତ୍ସତ୍।